ଆଜି ଆମେ କଥା ହେବା ଓଡ଼ିଶାରେ ହେବାକୁ ଥିବା ଏକ ବିରାଟ ରେଳ ବିପ୍ଳବ ବିଷୟରେ। ଏମିତି ଏକ ଭିତ୍ତିଭୂମି ପ୍ରକଳ୍ପ ଯାହାକୁ କୁହାଯାଉଛି ଭବିଷ୍ୟତ ପାଇଁ ଏକ ବଡ଼ ରଣନୀତି, ଆଉ ଏହା ସତରେ ରାଜ୍ୟର ପୂରା ଚିତ୍ର ବଦଳାଇ ଦେବାର କ୍ଷମତା ରଖୁଛି। ଆଚ୍ଛା, ତେବେ ଆମେ ଏହି ଆଲୋଚନାରେ କ'ଣ ସବୁ ଦେଖିବା? ଆମେ ଆରମ୍ଭ କରିବା ଏକ ନୂଆ ରେଳ ଲିଙ୍କରୁ, ତାପରେ ବୁଝିବା ଏହା ପଛର ବଡ଼ ଦୂରଦୃଷ୍ଟି କ'ଣ, ଆଉ ଏଥିରେ ଯେଉଁ ବିପୁଳ ଅର୍ଥ ଲାଗୁଛି ତାହା ବିଷୟରେ ବି ଜାଣିବା। କେଉଁ ସବୁ ପ୍ରକଳ୍ପ ଚାଲିଛି, ଆଉ ଶେଷରେ ଏହି ରାସ୍ତାରେ କି ବାଧାବିଘ୍ନ ଅଛି ସେ ସବୁ ଉପରେ ବି ନଜର ପକାଇବା। ହଉ, ତେବେ କାହାଣୀଟା ଆରମ୍ଭ ହେଉଛି କେଉଁଠୁ? ସବୁକିଛିର ଆରମ୍ଭ ହେଲା ଗୋଟେ ବଡ଼ ଘୋଷଣାରୁ, ଆଉ ସେଇଠୁ ହିଁ ଏହି ପୂରା ଯୋଜନାର ଦ୍ୱାର ଖୋଲିଲା। କଥା ହେଉଛି, ନିକଟରେ ନୂଆଦିଲ୍ଲୀରେ ଗୋଟେ ବଡ଼ ମିଟିଂ ହେଲା, ଆଉ ସେଇଠି ଘୋଷଣା ହେଲା ଏକ ନୂଆ ରେଳ ଲିଙ୍କ, ବୋଇଣ୍ଡା ବୌଦ୍ଧ ଲିଙ୍କ। ଏଇଟା କ'ଣ କରିବ? ଏହା ଅନୁଗୁଳର ବୋଇଣ୍ଡାକୁ ବୌଦ୍ଧ ଦେଇ ସିଧା ବଲାଙ୍ଗୀର ଖୋର୍ଦ୍ଧା ଲାଇନ୍ ସହ ଯୋଡ଼ିବ। ଏହାକୁ ଓଡ଼ିଶାର ରେଳ ମାନଚିତ୍ରରେ ଗୋଟେ ବହୁତ ବଡ଼ ସେତୁ ବୋଲି କୁହାଯାଉଛି। ଠିକ୍ ଅଛି, ତେବେ ଗୋଟେ ଲାଇନ୍ କଥା ତ ଜାଣିଲେ, କିନ୍ତୁ କଥାଟା ଖାଲି ଗୋଟେ ଲାଇନ୍ରେ ସୀମିତ ନୁହେଁ। ଏହା ପଛରେ ଗୋଟେ ବହୁତ ବଡ଼ ଯୋଜନା ଅଛି। ଚାଲନ୍ତୁ ଦେଖିବା ଏହି ବିଶାଳ ନିବେଶ ପଛରେ ପ୍ରକୃତ ଉଦ୍ଦେଶ୍ୟ ଆଉ ରଣନୀତିଟା କ'ଣ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ ଟିକେ ଦେଖନ୍ତୁ। ସେ କହୁଛନ୍ତି, ବିକଶିତ ଓଡ଼ିଶାର ସ୍ୱପ୍ନ ପାଇଁ ସୁଦୃଢ଼ ରେଳ ଭିତ୍ତିଭୂମି ହିଁ ମୁଖ୍ୟ ଚାବିକାଠି। ଏହି ଗୋଟିଏ ବାକ୍ୟରୁ ପୁରା ସ୍ପଷ୍ଟ ହୋଇଯାଉଛି ଯେ ଏହି ରେଳ ପ୍ରକଳ୍ପଗୁଡ଼ିକୁ କେବଳ ଟ୍ରେନ୍ ଚଳାଇବା ପାଇଁ ନୁହେଁ, ବରଂ ଓଡ଼ିଶାର ବିକାଶର ମେରୁଦଣ୍ଡ ଭାବେ ଦେଖାଯାଉଛି। ତେବେ ପ୍ରଶ୍ନ ଉଠୁଛି, ଏହି ରେଳ ସମ୍ପ୍ରସାରଣର ମୁଖ୍ୟ ଲକ୍ଷ୍ୟ କ'ଣ? ଦେଖନ୍ତୁ, ଏହା କେବଳ ଯାତ୍ରୀ ପରିବହନ ପାଇଁ ନୁହେଁ, ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆମର କୋଇଲା ଖଣିଗୁଡ଼ିକୁ ସିଧା ବନ୍ଦର ସହିତ ଯୋଡ଼ିବା, ଚାଷୀଙ୍କ ଫସଲକୁ ଦେଶର ବଡ଼ ବଡ଼ ବଜାରରେ ପହଞ୍ଚାଇବା, ଆଉ ଯେଉଁ ଖଣି ଆଉ ଶିଳ୍ପ କରିଡର ଅଛି ତାକୁ ପୁରା ସମର୍ଥନ ଦେବା। ଏମିତିକି ସାମାଜିକ, ଅର୍ଥନୈତିକ ଆଉ ପର୍ଯ୍ୟଟନ କ୍ଷେତ୍ରରେ ବି ଏହାର ବଡ଼ ଭୂମିକା ରହିବ। ଏସବୁ ମିଶି ପୂର୍ବୋଦୟ ଯୋଜନାକୁ ଆଗକୁ ନେବ। ଆଚ୍ଛା, ଏତେ ସବୁ ଯୋଜନା ପାଇଁ ଟଙ୍କା କେଉଁଠୁ ଆସୁଛି ଆଉ କେତେ ଟଙ୍କା ଲାଗୁଛି? ଚାଲନ୍ତୁ ଏହାର ଆର୍ଥିକ ଦିଗକୁ ଦେଖିବା, କାରଣ ଯେଉଁ ପରିମାଣର ଅର୍ଥ ଏଥିରେ ଲାଗୁଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏକଥାକୁ ବୁଝିବା ପାଇଁ ଟିକେ ଅତୀତ ଆଉ ବର୍ତ୍ତମାନକୁ ତୁଳନା କରିବା। ଦେଖନ୍ତୁ, ୟୁପିଏ ଶାସନ ସମୟରେ ଓଡ଼ିଶାକୁ ରେଳ ବଜେଟରେ ବର୍ଷକୁ ପ୍ରାୟ 1000 କୋଟି ଟଙ୍କା ମିଳୁଥିଲା, କିନ୍ତୁ ଏବେ ସେହି ପରିମାଣ ବହୁତ ବଢ଼ିଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାର ରେଳ ଭିତ୍ତିଭୂମି ଉପରେ କେତେ ଅଧିକ ଗୁରୁତ୍ୱ ଦିଆଯାଉଛି। ତେବେ ମୋଟ ଅଙ୍କଟା କେତେ? 90,000 କୋଟି ଟଙ୍କା। ଭାବିପାରୁଛନ୍ତି, ଏତେ ବିପୁଳ ପରିମାଣର ଟଙ୍କା କେବଳ ଓଡ଼ିଶାରେ ନୂଆ ରେଳ ଲାଇନର ଦୋହରୀକରଣ ଆଉ ନବୀକରଣ ପାଇଁ ମଞ୍ଜୁର କରାଯାଇଛି। ଏହା ସତରେ ଗୋଟେ ବହୁତ ବଡ଼ ନିବେଶ। ହଉ, ତେବେ ଏହି 90,000 କୋଟି ଟଙ୍କା କେଉଁଠି ସବୁ ଖର୍ଚ୍ଚ ହେବ? କ'ଣ ସବୁ ନିର୍ମାଣ କରାଯିବ? ଆସନ୍ତୁ ସେହି ପ୍ରକଳ୍ପଗୁଡ଼ିକର ରୂପରେଖା ଉପରେ ଟିକେ ନଜର ପକାଇବା। ଏହି ବଡ଼ ଯୋଜନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି, ଯେମିତିକି ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ଲାଇନ୍, ସେହିପରି ତାଳଚେର ବିମଳାଗଡ଼ ଲାଇନ୍, ଯାହା ଖଣି ଅଞ୍ଚଳକୁ ସିଧା ବନ୍ଦର ସହ ଯୋଡ଼ିବ, ଝାରସୁଗୁଡ଼ା ବାରକୋଟ ଲାଇନ୍, ସମ୍ବଲପୁର ଜରପଡ଼ା ତୃତୀୟ ଓ ଚତୁର୍ଥ ଲାଇନ୍, ଆଉ କୋଇଲା ପରିବହନ ପାଇଁ ଜରପଡ଼ା ତେନ୍ତୁଲୋଇ ଭଳି ସ୍ୱତନ୍ତ୍ର କରିଡର ମଧ୍ୟ ନିର୍ମାଣ ହେଉଛି। ଏସବୁ ମିଶି ହିଁ ଏହି ବିରାଟ ଯୋଜନାକୁ ବାସ୍ତବ ରୂପ ଦେଉଛି। କିନ୍ତୁ ଗୋଟେ କଥା ଅଛି, ଏତେ ବଡ଼ ଯୋଜନା, ଏତେ ଟଙ୍କା, ସବୁକିଛି କ'ଣ ଏତେ ସହଜରେ ହୋଇଯିବ? ନା, ଏହାର ରାସ୍ତାରେ ବି କିଛି ବଡ଼ ବଡ଼ ବାଧାବିଘ୍ନ ରହିଛି। ତେବେ ଚାଲନ୍ତୁ ସେହି ଆହ୍ୱାନଗୁଡ଼ିକ କ'ଣ ତାହା ଦେଖିବା। ହଁ, ତେବେ ବାସ୍ତବତା କ'ଣ? କେଉଁ କେଉଁ ସମସ୍ୟା ଏହି ମହତ୍ୱାକାଂକ୍ଷୀ ଯୋଜନାଗୁଡ଼ିକୁ ଧୀମା କରିଦେଇପାରେ? ସେହି ବାସ୍ତବ ସ୍ଥିତି ଉପରେ ଏବେ ଆଲୋଚନା କରିବା। ଦେଖନ୍ତୁ, ସବୁଠାରୁ ବଡ଼ ଆଉ ସାଧାରଣ ସମସ୍ୟା ହେଉଛି ଜମି ଅଧିଗ୍ରହଣ। ଏହା ଅନେକ ପ୍ରକଳ୍ପକୁ ବିଳମ୍ବ କରାଉଛି। ଏହାଛଡ଼ା ଦକ୍ଷିଣ ଓଡ଼ିଶାର ଭଞ୍ଜନଗର, ଆସ୍କା ଭଳି ଅଞ୍ଚଳରେ ଏବେ ବି ସଂଯୋଗର ଅଭାବ ରହିଛି। ତାଳଚେର ଗୋପାଳପୁର ଲାଇନ୍ ପାଇଁ ପ୍ରସ୍ତାବ ଅଛି, କିନ୍ତୁ କାମ ଆଗଉନି। ସେହିପରି କନ୍ଧମାଳ ଭଳି ଦୁର୍ଗମ ଜିଲ୍ଲାକୁ ଫୁଲବାଣୀ ପର୍ଯ୍ୟନ୍ତ ରେଳ ନେଟୱାର୍କରେ ଯୋଡ଼ିବା ବି ଗୋଟେ ବଡ଼ ଆହ୍ୱାନ। ଏସବର ସମାଧାନ ପାଇଁ ଯୋଜନା ତ ଅଛି, କିନ୍ତୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ହିଁ ପ୍ରକୃତ କଥା। ତେବେ ଶେଷରେ ଆମେ କ'ଣ ବୁଝିଲେ? ଗୋଟିଏ ପଟେ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ନେଇ ଏକ ବିରାଟ ପରିବର୍ତ୍ତନର ସମ୍ଭାବନା ଦେଖାଯାଉଛି, କିନ୍ତୁ ଅନ୍ୟପଟେ ଏହାର ରାସ୍ତାରେ ଅନେକ ବାଧାବିଘ୍ନ ବି ରହିଛି। ତେଣୁ ଏକ ବଡ଼ ପ୍ରଶ୍ନ ମନକୁ ଆସୁଛି, କ'ଣ କେବଳ ରାସ୍ତା, ଘାଟ ଆଉ ରେଳ ଲାଇନ୍ ତିଆରି କରିଦେଲେ ଗୋଟିଏ ଅଞ୍ଚଳର ଆର୍ଥିକ ଭାଗ୍ୟ ସତରେ ବଦଳିଯାଏ? ଏହା ଏକ ଏମିତି ପ୍ରଶ୍ନ ଯାହାର ଉତ୍ତର ହୁଏତ ଆମକୁ ଭବିଷ୍ୟତରେ ହିଁ ମିଳିବ।